ଆଜିର ରାଶିଫଳ 4 ଡିସେମ୍ବର ଗୁରୁବାର ଶୁଭ ସକାଳ ଫ୍ରେଣ୍ଡସ୍। ଆଜି ପଣ୍ଡୁ ପୂର୍ଣ୍ଣିମା ମାଣବସା ଗୁରୁବାର। ଚାଲନ୍ତୁ ଜାଣିବା ଆଜିର ପଞ୍ଚାଙ୍ଗ ବିଷୟରେ। ଚନ୍ଦ୍ର ବୃଷ ଅହରାତ୍ର ନକ୍ଷତ୍ର କୃତ୍ତିକା ଦିବା 2:54 ଗତେ ରୋହିଣୀ। ତିଥି ଚତୁର୍ଦ୍ଦଶୀ ଦିବା 8:37 ଗତେ ପୂର୍ଣ୍ଣିମା। ନିଶାନ୍ତ 4:43 ଗତେ ପ୍ରତିପଦା। ଯୁଗ ଶିବ ଦିବା 12:34 ଗତେ ସିଦ୍ଧି। ଆଜିର ସୂର୍ଯ୍ୟୋଦୟ ସମୟ 6:06, ସୂର୍ଯ୍ୟାସ୍ତ ସମୟ 5:06। ଚାଲନ୍ତୁ ଜାଣିବା ଆଜିର ଶୁଭ ସମୟ 6:10 ରୁ 7:37, 5:55, 9:25। ଏହି ସମୟରେ ଯେକୌଣସି କାମ କଲେ ଶୁଭ ଫଳ ପ୍ରାପ୍ତି ହୋଇଥାଏ। ଆଜିର ରାହୁ କାଳ 12:58 ରୁ 2:19, କାଳ ବେଳା 2:19 ରୁ 3:41, ବାର ବେଳା 3:41 ରୁ 5:02। ଏହି ସମୟରେ କୌଣସି ଶୁଭ କାମ କରନ୍ତୁ ନାହିଁ। ଆଜି ଆମିଷ ଭକ୍ଷଣ ନିଷେଧ। ଆମିଷ ଖାଇଲେ ଦେହ ପ୍ରତି ହାନିକାରକ ହୋଇଥାଏ। ଚାଲନ୍ତୁ 12ଗୋଟି ରାଶିର ନାମ ଜାଣିବା ଏବଂ କେମିତି ରହିଛି ଆପଣଙ୍କ ଦିନ ସେ ବିଷୟରେ ଜାଣିବା ପୂର୍ବରୁ ଭିଡ଼ିଓଟି ଭଲ ଲାଗିଲେ ଲାଇକ୍ ସେୟାର ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନ୍ ଦେବି ଅଲ୍ ନୋଟିଫିକେସନ୍ ଅନ୍ କରିବେ, ଯାହାଫଳରେ ନୂଆ ନୂଆ ଭିଡ଼ିଓ ପାଇପାରିବେ। ପ୍ରଥମେ ଦେଖିବେ ମେଷ ରାଶି ବ୍ୟକ୍ତିମାନଙ୍କ ପାଇଁ। ଆଜି ପାରିବାରିକ ଜୀବନରେ ଛୋଟ ବଡ଼ କେତୋଟି ଘଟଣାକୁ ବାଦ୍ ଦେଲେ ପ୍ରାୟତଃ ବିଶେଷ ଅସୁବିଧା ରହିବ ନାହିଁ। କର୍ମକ୍ଷେତ୍ର ଅବହେଳିତ କାର୍ଯ୍ୟ ସକାଶେ ଅନୁତାପ କରିବେ। ପ୍ରତ୍ୟେକ କ୍ଷେତ୍ରରେ ଧୈର୍ଯ୍ୟହରା ନ ହୋଇ କାର୍ଯ୍ୟ କଲେ ଉପକୃତ ହେବ। ଆପଣ ଆଜି ଓಂ ନମ ଶିବାୟ ଚଂ ଚନ୍ଦ୍ରାୟ ନମ ଜପ କରନ୍ତୁ। ଆପଣମାନଙ୍କ ପାଇଁ ଶୁଭ ରଙ୍ଗ ଫିକା ଲାଲ। ସେହିଭଳି ଦେଖିବା ବୃଷ ରାଶି ବ୍ୟକ୍ତିମାନଙ୍କ ପାଇଁ। ଆଜି ପ୍ରାତଃ କାଳରେ ଆପଣଙ୍କ ଯାତ୍ରା ଆଉ ଭ୍ରମଣ ପ୍ରତିପଦ ହେବ। ସାମାଜିକ ସ୍ତରରେ ପ୍ରତିଷ୍ଠା ଲାଭ ପାଇପାରନ୍ତି। ବାଣିଜ୍ୟ ବ୍ୟବସାୟୀ ପରିବହନରେ ବିବାଦ ବୃଦ୍ଧିର ସମ୍ଭାବନା ରହିଛି। କଠୋର ପରିଶ୍ରମ ଜନିତ କାରଣରୁ ଶାରୀରିକ ଅସୁସ୍ଥତା ହୋଇପାରେ। ଆପଣମାନଙ୍କ ପାଇଁ ଶୁଭ ରଙ୍ଗ ଲାଇଟ୍ ପିଙ୍କ କଲର ଏବଂ ହ୍ୱାଇଟ୍ କଲର ମଧ୍ୟ। ଓಂ ନମ ଶିବାୟ ଚଂ ଚନ୍ଦ୍ରାୟ ନମ କର୍ପୂର ଜଳେଇ ଜପ କରନ୍ତୁ। ସେହିଭଳି ଦେଖିବା ମିଥୁନ ରାଶି ବ୍ୟକ୍ତିମାନଙ୍କ ପାଇଁ ଆଜି ପାରିବାରିକ କ୍ଷେତ୍ରରେ ବ୍ୟତିକ୍ରମ ଲାଗି ରହିଥିଲେ ମଧ୍ୟ ମନ କଥା ମନରେ ମାରି ଚଳିବାକୁ ବାଧ୍ୟ ହେବ। ଆର୍ଥିକ ସମସ୍ୟାର ସମାଧାନ କରିବା ସମ୍ଭାବନା ରହିଛି। ବ୍ୟବସାୟୀ କ୍ଷେତ୍ରରେ ଯେତେଟା ପରିସ୍ଥିତିକୁ ଜଟିଳ ମନେ କରୁଛନ୍ତି, ବାସ୍ତବରେ ସେପରି କିଛି ହେବନି। ଓಂ ନମ ଶିବାୟ ମହାମୃତ୍ୟୁଞ୍ଜୟ ଜପ କରନ୍ତୁ। ଆପଣମାନଙ୍କ ପାଇଁ ଶୁଭ ରଙ୍ଗ ସ୍କାଏ କଲର ଲାଇଟ୍ ୟେଲୋ କଲର। ସେଇଭଳି କର୍କଟ ରାଶି ବ୍ୟକ୍ତିମାନଙ୍କ ପାଇଁ ଆଜି ଅର୍ଥ ସମ୍ପର୍କିତ ସମସ୍ୟା ସୃଷ୍ଟି ହେବ। ନିଜ ନିଜର ଫାଇଦା ହାସଲ ପାଇଁ ବନ୍ଧୁମାନେ ମନଲାଭ କଥା କହିପାରନ୍ତି। ସ୍ୱାସ୍ଥ୍ୟ ଓ ସମସ୍ୟା ଅପରିବର୍ତ୍ତିତ ରହିବ, ଉଦ୍ବେଗର କାରଣ ହେବ। କର୍ମକ୍ଷେତ୍ରରେ ବ୍ୟସ୍ତବହୁଳତା ଲାଗି ରହିପାରେ। ଆଜି ଆପଣ ଲୁଣ ପାଣିରେ ସ୍ନାନ କରନ୍ତୁ। ଆପଣଙ୍କ ପାଇଁ ଶୁଭ ରଙ୍ଗ ଧଳା ରଙ୍ଗ ଏବଂ ଓಂ ନମ ଶିବାୟ ଜପ କରନ୍ତୁ। ଚାଲନ୍ତୁ ଜାଣିବା ସିଂହ ରାଶି ବିଷୟରେ। ଯାନବାହନ ଚାଳନାରେ ସତର୍କତା ଅବଲମ୍ବନ କରିବେ। ଭଲ ହେବା ଆବଶ୍ୟକ। ଆତ୍ମୀୟ ସ୍ୱଜନମାନଙ୍କ ସାହାଯ୍ୟରେ ପ୍ରତିଶ୍ରୁତି ଆପଣଙ୍କୁ ନୂତନ କାର୍ଯ୍ୟକ୍ରମ ପାଇଁ ପ୍ରେରଣା ପ୍ରଦାନ କରିବେ। ପ୍ରତ୍ୟେକ କ୍ଷେତ୍ରରେ ଅଜଣା ଅଶୁଣା ବ୍ୟକ୍ତିଙ୍କ ଠାରୁ ଦୂରେଇ ରହିବା ଭଲ। ଆପଣମାନଙ୍କ ପାଇଁ ଶୁଭ ରଙ୍ଗ ଧଳା ଏବଂ ଅରେଞ୍ଜ କଲର। ଆପଣ ଆଜି ପାଖରେ ଲୁଣ ରଖନ୍ତୁ। ଲୁଣ ପାଣିରେ ସ୍ନାନ କରନ୍ତୁ ଏବଂ ଓಂ ନମ ଶିବାୟ ଜପ କରନ୍ତୁ। ସେଇଭଳି ଦେଖିବା ଆଉ କନ୍ୟା ରାଶି ବ୍ୟକ୍ତିମାନଙ୍କ ପାଇଁ ଆଜି ବାଣିଜ୍ୟ ବ୍ୟବସାୟୀ ଚେଷ୍ଟା କରୁଥିବା କାମରେ ଶୁଭ ଫଳ ପାଇବେ। କାର୍ଯ୍ୟ ବ୍ୟସ୍ତ ଯୋଗୁଁ ମିଶିବାକୁ ଆସୁଥିବା ବନ୍ଧୁଙ୍କ ସହ ଆଲୋଚନା କରିବାକୁ ସମୟ ପାଇବେ ନାହିଁ। ବ୍ୟବସାୟୀରେ କ୍ଷେତ୍ରରେ ସମ୍ପର୍କୀୟ ଜଣେ ବନ୍ଧୁ ସାହାଯ୍ୟ ପ୍ରତିଶ୍ରୁତି ଦେଇପାରନ୍ତି। ଆପଣ ଆଜି ମୁଣ୍ଡରେ ଚନ୍ଦନ ଲଗାନ୍ତୁ ଏବଂ ଆପଣମାନଙ୍କ ପାଇଁ ଶୁଭ ରଙ୍ଗ ଚନ୍ଦନ କଲର। ସେହିଭଳି ତୁଳା ରାଶି ବ୍ୟକ୍ତିମାନଙ୍କ ପାଇଁ ଆଜି ଶିକ୍ଷା ଓ ସମ୍ପର୍କ ଆଲୋଚନା କ୍ଷେତ୍ରରେ କେତେକ ବ୍ୟତିକ୍ରମର ସୂଚନା ରହିଛି। ଆନୁଷ୍ଠାନିକ କ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ଘଟିବ। କଳା ଓ ସାହିତ୍ୟ ସାମ୍ବାଦିକତା ତଥା ସାହିତ୍ୟ ଓ ଆଧ୍ୟାତ୍ମିକତା କ୍ଷେତ୍ରରେ ବେଶ୍ ଆଦୃତ ହେବ। ଶୁଭ ରଙ୍ଗ ଆପଣମାନଙ୍କ ପାଇଁ ମେରୁନ୍ କଲର ଏବଂ ହ୍ୱାଇଟ୍। ସେହିଭଳି ବିଛା ରାଶି ବ୍ୟକ୍ତିମାନଙ୍କ ପାଇଁ ପାରିବାରିକ ସମସ୍ୟା ମାନସିକ ସ୍ଥିତିକୁ କଳୁଷିତ କରିପାରେ। କୌଣସି କାର୍ଯ୍ୟ ସମ୍ପନ୍ନ କରିବା କ୍ଷେତ୍ରରେ ବନ୍ଧୁମାନେ ଅସହଯୋଗ କରିବା। କର୍ମକ୍ଷେତ୍ର ଶତ୍ରୁ ଉପଦ୍ରବ କ୍ରମଶଃ ହ୍ରାସ ପାଇବାର ଅନୁଭବ କରିବେ। ଅନ୍ୟକୁ ସାହାଯ୍ୟ କରିବାକୁ ଯାଇ ନିଜେ ହଇରାଣ ପଡ଼ିପାରନ୍ତି। ଆପଣମାନଙ୍କ ପାଇଁ ଶୁଭ ରଙ୍ଗ ମେରୁନ୍ କଲର ଏବଂ ରେଡ୍ କଲର। ହଳଦୀ ଏବଂ ସିନ୍ଦୁର ମଥାରେ ଲଗାନ୍ତୁ। ଗଣେଶ ଭଗବାନଙ୍କ ପାଖରେ ପୂଜା କରିକି କର୍ପୂର ଆଳତି କରନ୍ତୁ। ସେହିଭଳି ଧନୁରାଶି ବ୍ୟକ୍ତିମାନଙ୍କ ପାଇଁ ଆଜି ମାନସିକ ଅସ୍ଥିରତା ଲାଗି ରହିବ। ପ୍ରତିଯୋଗିତା କିମ୍ବା ପ୍ରତିଦ୍ୱନ୍ଦିତା ବୃଦ୍ଧି ପାଇବା ପାଇଁ କାରଣରୁ ବ୍ୟବସାୟୀରେ ମନାନ୍ତ ଦେଖାଦେଇପାରେ। ଆପଣଙ୍କ ଉଚ୍ଚସ୍ତରୀୟ ସମ୍ପର୍କ ବୃଦ୍ଧି ପାଇବ। ଜମିଜମା କାରଣରୁ କୌଣସି
ନିକଟ ସମ୍ପର୍କ ସହ ଯୁକ୍ତିତର୍କ ଲାଗିପାରେ। ଆପଣମାନଙ୍କ ପାଇଁ ଶୁଭ ରଙ୍ଗ ଧଳା ରଙ୍ଗ। ଆପଣ ଆଜି ହଳଦୀ ଏବଂ ଅରୁଆ ଚାଉଳକୁ ଗଣେଶ ଭଗବାନଙ୍କ ପାଖରେ ଅର୍ପଣ କରନ୍ତୁ। ସେଇଭଳି ଦେଖିବା ମକର ରାଶି ବ୍ୟକ୍ତିମାନଙ୍କ ପାଇଁ ଆଜି ଆପଣଙ୍କ କଥା ଓ କାମରେ ତାଳମେଳ ରହିବ ନାହିଁ। ସ୍ୱାସ୍ଥ୍ୟ ଓ ପାରିବାରିକ ସମସ୍ୟା ପୂର୍ବପରି ରହିବ ହେତୁ ସାମୟିକ ଚିନ୍ତା କରିବା। ହାତକୁ ନେଇଥିବା ନୂତନ ଯୋଜନାଟି କାର୍ଯ୍ୟକାରୀ କରିବା ପାଇଁ ପରିବାରକୁ ପୁନଃ ସହଯୋଗ ପାଇପାରନ୍ତି। ଆପଣମାନଙ୍କ ପାଇଁ ଶୁଭ ରଙ୍ଗ ଲାଇଟ୍ ପିଙ୍କ କଲର। ଆପଣ ଆଜି ଅରୁଆ ଚାଉଳ ଚଢ଼େଇମାନଙ୍କୁ ଖାଇବାକୁ ଦିଅନ୍ତୁ। ଦେଲେ ଆପଣଙ୍କ ଦିନଟି ଶୁଭମୟ ହୋଇଥାଏ। ସେଇଭଳିଆ କୁମ୍ଭ ରାଶି ବ୍ୟକ୍ତିମାନଙ୍କ ପାଇଁ ଆଜି ଆପଣ ଯେଉଁ କାମ ହାତ ଦେବେ ସେଥିରେ ନିଶ୍ଚିତ ସଫଳ ପାଇବେ। କର୍ମକ୍ଷେତ୍ରରେ ହାତ ପାହାନ୍ତାର ସୁଯୋଗ ଆସିଯିବା ହେତୁ ଅଟକି ରହିଥିବା କାମ ଗୁଡ଼ିକ ହେବ। ଯାନ୍ତ୍ରିକ ତ୍ରୁଟି ସମସ୍ୟାକୁ ଦ୍ୱିଗୁଣିତ କରିବେ। ଯାତ୍ରାର ଜିନିଷପତ୍ର ପ୍ରତି ସତର୍କ ରୁହନ୍ତୁ। ଆପଣମାନଙ୍କ ପାଇଁ ଶୁଭ ରଙ୍ଗ ହ୍ୱାଇଟ୍ କଲର। ଆପଣ ଆଜି ଗାଈଙ୍କୁ ଅରୁଆ ଚାଉଳ ଖାଇବାକୁ ଦିଅନ୍ତୁ। ଶେଷରେ ଦେଖିବା ମୀନ ରାଶି ବ୍ୟକ୍ତିମାନଙ୍କ ପାଇଁ ଆଜି ଶିଳ୍ପ ଓ ବାଣିଜ୍ୟ ବ୍ୟବସାୟୀ ପରିବହନ କ୍ଷେତ୍ରରେ ସମସ୍ୟା ଦୂର ହେବ। ସ୍ୱାସ୍ଥ୍ୟ ଉନ୍ନତି ପରିଲକ୍ଷିତ ହେବାକୁ ସାମୟିକ ଅସୁସ୍ଥି ଲାଭ କରିବେ। ଆଜି ସଭାପତି ସତ୍ସଙ୍ଗ ଆଧ୍ୟାତ୍ମିକତା ରାଜନୀତି ପ୍ରଶାସନ ପାଇଁ ଭଲ। ଆପଣମାନଙ୍କ ପାଇଁ ଶୁଭ ରଙ୍ଗ ହ୍ୱାଇଟ୍ କଲର। କ୍ଷୀର ଓ ହଳଦୀ ଟିକା ଲଗାନ୍ତୁ। ଦିନଟି ଭଲ ରହିବ ଏବଂ କଉଡ଼ିଟିଏ ପାଖ ରଖନ୍ତୁ ଏବଂ ଓಂ ନମଃ ଶିବାୟ 108 ଜପ କରନ୍ତୁ। ଦିନଟି ଭଲରେ ରହିବ। ଆଶା କରି ଭିଡ଼ିଓଟି ଭଲ ଲାଗିଲେ ଲାଇକ୍ ସେୟାର ସବସ୍କ୍ରାଇବ କରିବେ, ବେଲ୍ ଆଇକନ୍ ଦେବେ।